ତୋତେ ଗୋଟେ କାହାଣୀ କହୁଛି ଯେ ଶୁଣ। ବଢିଆ କାହାଣୀଟା। ଗୋଟେ ଲୋକଟେ ଥିଲା, ତା ନାଁ ରଘୁ। ସେ ସନ୍ଧ୍ୟା ବେଳେ ମାର୍କେଟରୁ ତା ଘରକୁ ଯାଇଥିଲା। ହଠାତ୍ ସେ ଜହ୍ନ ଆଲୁଅରେ ଦେଖିଲା ଗୋଟେ ସୁନ୍ଦରୀ ଝିଅଟେ ଠିଆ ହେଇଛି। ତା ସହିତ କଥାବାର୍ତ୍ତା କରିବାରୁ ସେ ଝିଅଟା କହିଲା, ମତେ ତମ ଘରେ ଆଜି ରହିବା ପାଇଁ ଟିକେ ଜାଗା ମିଳିପାରିବ କି? ହଁ ଆସ। ଲୋକଟିର କଥା ଶୁଣି ସେ ସ୍ତ୍ରୀ ରୂପଦାଣୀ ଡାହାଣୀଟା ତା ପଛେ ପଛେ ଘରକୁ ଗଲା। ଏମିତି ସେ ସବୁଦିନ ରାତିରେ ଆସେ, ତା ପାଖରେ ରୁହେ, ଆଉ ସକାଳ ହେଲେ ତା ଘରକୁ ଚାଲିଯାଏ। ଏମିତି ସେ ଲୋକଟା ପାଖରେ ରହି ରହି ତା ରକ୍ତ ଶୋଷିଲା। ଦିନେ ରାତିରେ ସେମାନେ ଶୋଇଛନ୍ତି, ଲାଇଟଟା ଲିଭେଇବା ପାଇଁ ଭୁଲି ଯାଇଛନ୍ତି। ରଘୁ କହିଲା, ଟିକେ ଲାଇଟଟା ଲିଭେଇ ଦେବ କି? ଭାଇ ସେ ସେଇଠି ଶୋଇକି ହାତ ଲମ୍ବେଇକି ଲିଭେଇ ଦେଲା। ରଘୁ ପୁରା ଏଇଟା ଦେଖି ଡରିଗଲା। ସେ ଭାବିଲା କେବେ ବି ହେଲେ ଗୋଟେ ସାଧାରଣ ଝିଅ ହୋଇନଥିବେ, ଝିଅ ବେଶରେ ନିହାତି ଗୋଟେ ଡାହାଣୀ, ନହେଲେ ଏମିତି ସବୁଦିନ ରାତିରେ ଆସି କିଏ ରୁହେ? ଡାହାଣୀ ଜାଣିଗଲା ଯେ ରଘୁ ଜାଣି ସାରିଲାଣି। ସେ ତାକୁ ଡରେଇକି କହିଲା, ଦେଖ, ଯଦି ମୋ ବିଷୟରେ କାହାକୁ ତୁ କହିଛୁ ତାହେଲେ ମୁଁ ତତେ ଜୀବନ ମାରିଦେବି। ଏମିତି ଡରେଇ ଡରେଇ ସେ ସବୁଦିନ ଆସିଲା, ରାତିରେ ରହିଲା ଆଉ ସକାଳେ ଚାଲିଲା। ଗାଁ ଲୋକ ପଚାରିଲେ, ଆରେ ଭାଇ, ତମେ କଣ ଏମିତି ଝଡି ଯାଇଛ? ତୁମର ଦେହ ଭଲ ଅଛି ତ? କିନ୍ତୁ ଡାହାଣୀ ଭୟରେ ସେ କାହାକୁ କିଛି କହୁନଥାଏ। ତା ଦେହ ଯେହେତୁ ଅତ୍ୟଧିକ ଖରାପ ହେଇଗଲା, ଦିନେ ସେ ଔଷଧ ଆଣିବା ପାଇଁ ଯାଇଥିଲା। ଡକ୍ଟର କଣ କଲା ନା ଗୋଟେ କାଗଜରେ ମେଡିସିନ ବାନ୍ଧିକି ତାକୁ ଦେଇଦେଲା। ସବୁଦିନ ଭଳି ସେଦିନ ମଧ୍ୟ ଡାହାଣୀ ଆସି ପହଞ୍ଚିଲା। ହେଲେ ତା ପାଖକୁ ନ ଯାଇ ଦୂରରେ ଠିଆ ହେଇକି ତାକୁ କହିଲା, ତୋ ପକେଟରେ କଣ ଅଛି ସେଟା ଫୋପାଡ। ରଘୁ କିଛି କହିଲାନି। ଡାହାଣୀ କହିଲା, ତତେ ପା କହୁଛି ତୋ ପକେଟରେ ଯାହା ଅଛି ସେଟା ଫୋପାଡ। ରଘୁ ଜାଣିପାରିଲା ତା ପକେଟରେ କିଛି ତ ଗୋଟେ କରାମତି ଜିନିଷ ଅଛି, ଯୋଉଥିପାଇଁ ଡାହାଣୀ ତା ପାଖ ମାଡୁ। ରଘୁ ଟୋଟାଲି ମନା କଲା, କହିଲା ମୁଁ ଫୋପାଡ଼ିବି ନାହିଁ। ଡାହାଣୀ ବହୁତ ଚେଷ୍ଟା କଲା, ହେଲେ ରଘୁ ଟୋଟାଲି ଶୁଣିଲାନି। ବାଧ୍ୟ ହେଇକି ଡାହାଣୀ ସେ ଜାଗା ଛାଡିକି ପଳେଇଲା। ରଘୁ ଯେତେବେଳେ ତା ପକେଟରୁ ସେ କାଗଜଟା କାଢିକି ଦେଖେ, ଗୀତାର ଖଣ୍ଡେ କାଗଜରେ ତା ଔଷଧଟେ ବନ୍ଧା। ଆଉ ସେ ଭାବିଲା, ଯଦି ଗୀତାର ଖଣ୍ଡେ କାଗଜ ପାଇଁ ତା ଜୀବନଟା ବଞ୍ଚି ପାରୁଛି, ତାହେଲେ ପୁରା ଗୀତା ବହିଟେ ହେଲେ କଣ ହବ? ସେଇ ଦିନଠୁ ସେ ସବୁଦିନ ପାଇଁ ଗୋଟେ ଛୋଟ ଗୀତା ବହିଟେ ତା ପକେଟରେ ଧରିକି ବୁଲିଲା। କୃଷ୍ଣ କୃଷ୍ଣ Krishna